ଆମେରିକା ଟେକ୍ସାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 4 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ପରିଚୟ ମିଳିପାରୁନାହିଁ। ଡିଏନ୍ଏ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଆମେରିକାରେ ରହୁଥିବା ଏହି 4 ଜଣ ଭାରତୀୟ କାର୍ପୁଲିଂ ଆପ୍ ଜରିଆରେ ଭେଟ ହୋଇଥିଲେ। ଗତ ଶୁକ୍ରବାର ସେମାନେ ଆର୍କାନସାସର ୱେଣ୍ଟନଭିଲେ ଯିବା ସମୟରେ ଟେକ୍ସାସ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। 5ଟି କାର୍ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ସେମାନଙ୍କର ଏସ୍ୟୁଭି କାର୍ ଜଳିଯାଇଥିଲା। ଫଳରେ 4 ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପରିଚୟ ମିଳିପାରୁନଥିବାରୁ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୃତକମାନେ ହେଉଛନ୍ତି ଆର୍ଜାନ ରଘୁନାଥ ଓରମପତି, ଫାରୁକ ଶୈଖ, ଲୋକେଶ ପାଲରଚାଲ ଏବଂ ଦର୍ଶନ ବାସୁଦେବନ। ଓରମପତି ଏବଂ ତାଙ୍କ ସାଙ୍ଗ ଶୈକ ଡାଲାସର ଜଣେ ବନ୍ଧୁଙ୍କୁ ଭେଟି ଫେରୁଥିଲେ। ସେହିପରି ଲୋକେଶ ପାଲରଚାଲ ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ବେଣ୍ଟନଭିଲେ ଯାଉଥିଲେ। ଟେକ୍ସାସ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ ଶେଷ କରି ଆମେରିକାରେ କାର୍ଯ୍ୟ କରୁଥିବା ଦର୍ଶିନୀ ବାସୁଦେବନ ବେଣ୍ଟନଭିଲେ ତାଙ୍କ ମାମୁଁଙ୍କୁ ଦେଖା କରିବାକୁ ଯାଉଥିଲେ। ସେମାନେ ଏକ କାର୍ପୁଲିଂ ଆପ୍ ମାଧ୍ୟମରେ ଭେଟ ହୋଇଥିବାରୁ ପରିଚୟ ଜାଣିବା ସହଜ ହୋଇପାରିଛି। ବ୍ୟୁରୋ ରିପୋର୍ଟ, NTV।